ସକାଳ ଠିକ୍ 9:30 ବେଙ୍ଗାଲୁରୁରେ ଏକ ବଡ଼ ଅଫିସ୍ ଆଗରେ ଦାମୀ କାର୍ଗୁଡ଼ିକ ଧାଡ଼ିରେ ଠିଆ ହୋଇଛି। କାର୍ର ଦୁଆର ଖୋଲିବା ମାତ୍ରେ ସୁଟ୍, ଟାଇ, ଚକଚକ ଜୋତା ପିନ୍ଧିଥିବା ଲୋକେ ଓହ୍ଲାଉଛନ୍ତି। ପ୍ରତ୍ୟେକଙ୍କ ମୁହଁରେ ଆଗକୁ ବଢ଼ି ସଫଳତା ହାସଲ କରିବାର ଉତ୍ସାହ ସ୍ପଷ୍ଟ ଦେଖାଯାଉଛି। ସେମାନଙ୍କ ହୃଦୟରେ ଆକାଂକ୍ଷା, ଉତ୍ସାହ ଉଛୁଳି ପଡ଼ୁଛି। ସେମାନଙ୍କ ମଝିରେ ଜଣେ ଯୁବକ ଧୀରେ ଧୀରେ ନୀରବରେ ପାଦ ଥାପି ଅଫିସର ମୁଖ୍ୟ ଗେଟ୍ ଆଡ଼କୁ ଚାଲିଛି। ତାଙ୍କ କାନ୍ଧରେ ଏକ ପୁରୁଣା ବ୍ୟାଗ୍ ଝୁଲୁଛି। ଲୁଗା ଟିକେ କୁଞ୍ଚି ଯାଇଛି। ଜୋତା ବର୍ଷ ବର୍ଷ ଧରି ଚାଲିଥିବା ପରି ପଥର ପରି ଦେଖାଯାଉଛି। ତାଙ୍କ ନାଁ ରାହୁଲ। କେହି ତାଙ୍କୁ ଲକ୍ଷ୍ୟ କଲେ ନାହିଁ, କାରଣ ସମସ୍ତଙ୍କ ଆଖିରେ ସେ କେବଳ ଜଣେ ସାଧାରଣ ସଫେଇ କର୍ମଚାରୀ। କିନ୍ତୁ ସତ କହିବାକୁ ଗଲେ ରାହୁଲ ଆଦୌ ସାଧାରଣ ନୁହେଁ। ସେ ଏହି କମ୍ପାନୀର ପ୍ରକୃତ ଉତ୍ତରାଧିକାରୀ, ଭବିଷ୍ୟତରେ ଏହାର ମାଲିକ। ବିଦେଶରେ ପଢ଼ାଶୁଣା ସାରି ଭାରତକୁ ଫେରିଛନ୍ତି। ଏକ ବଡ଼ କମ୍ପାନୀରେ ଇଣ୍ଟର୍ଣ୍ଣସିପ୍ ମଧ୍ୟ କରିଛନ୍ତି। ତଥାପି ନିଜର ପରିଚୟ ଲୁଚାଇବାକୁ ନିଷ୍ପତ୍ତି ନେଇଥିଲେ। କାହିଁକି? କମ୍ପାନୀର ଦାୟିତ୍ୱ ନେବାକୁ ହେଲେ ପ୍ରଥମେ ନିଜଟିଙ୍କୁ ବୁଝିବାକୁ ଚାହିଁଥିଲେ। କିଏ ସଚ୍ଚୋଟ, କିଏ ମିଛ ପ୍ରଶଂସା କରି ଖୋସାମଦ କରୁଛି, କିଏ କ୍ଷମତାର ଅହଙ୍କାରରେ ମାନବୀୟତା ଭୁଲି ଯାଇଛନ୍ତି। ଏହି ପ୍ରଶ୍ନଗୁଡ଼ିକର ଉତ୍ତର ପାଇଁ ସେ ସଫେଇ କର୍ମଚାରୀର ବେଶ ଧରିଥିଲେ। ହାତରେ ଝାଡ଼ୁ ଧରି ଆଣ୍ଠୁ ନୁଆଇ ଅଫିସ୍ ଗେଟ୍ ପାର ହୋଇଥିଲେ। ଗେଟ୍ ପାର ହେବା ମାତ୍ରେ ତୀବ୍ର ପାଦ ଶବ୍ଦ ଶୁଣାଗଲା। ଜଣେ ମହିଳା ହାଇ ହିଲ୍ ପିନ୍ଧି ତୀବ୍ର ବେଗରେ ତାଙ୍କ ଆଡ଼କୁ ଆସୁଥିଲେ। ତାଙ୍କ ନାଁ ପ୍ରୀତି, କମ୍ପାନୀର ଆସିଷ୍ଟାଣ୍ଟ ମ୍ୟାନେଜର। କଠୋର ସ୍ୱଭାବ, ନିମ୍ନସ୍ତରୀୟ କର୍ମଚାରୀଙ୍କୁ ଗାଳି ଦେବାରେ ତାଙ୍କର ନାଁ ଅଛି। ରାହୁଲଙ୍କୁ ଦେଖିବା ମାତ୍ରେ ତାଙ୍କ ଆଖି ଛୋଟ ହୋଇଗଲା। ଉପରୁ ତଳ ପର୍ଯ୍ୟନ୍ତ ତାଙ୍କୁ ତୀକ୍ଷ୍ଣ ଭାବେ ନିରୀକ୍ଷଣ କରି କଠୋର ସ୍ୱରରେ ଚିତ୍କାର କଲେ, ଏଠାରେ କାହିଁକି ପାଣି ଗଡ଼ିଯାଇଛି? ତୁରନ୍ତ ସଫା କର। ଏଇଠି ତୁମେ ଠିଆ ହେବାର ଜାଗା ନୁହେଁ। ରାହୁଲ ମୁଣ୍ଡ ନୁଆଇଲେ। ଗୋଟେ କ୍ଷଣ ତାଙ୍କ ହୃଦୟରେ ଛୁଞ୍ଚି ଛୁଞ୍ଚିଲା ପରି ଲାଗିଲା। କିନ୍ତୁ ମୁହଁରେ ଶାନ୍ତ ଅଭିନୟ କଲେ। କିଛି ନ କହି ଝାଡ଼ୁ ଧରି ଗୋଟେ କୋଣକୁ ଚାଲିଗଲେ। ଏହି ଅପମାନ ସହିବା ତାଙ୍କ ପାଇଁ ସହଜ ନଥିଲା। କିନ୍ତୁ ତାଙ୍କର ପ୍ରକୃତ ଲକ୍ଷ୍ୟ ଏହା ନୁହେଁ ବୋଲି ତାଙ୍କୁ ଜଣାଥିଲା। ଏହା ଏକ ଖେଳ ନୁହେଁ, ଏକ ବଡ଼ ପରୀକ୍ଷା। ଏଥିରେ ଜିତିବା ତାଙ୍କ ପାଇଁ ଜରୁରୀ। ପ୍ରୀତି ଯିବା ବାଟରେ ବିରକ୍ତ ସ୍ୱରରେ କହିଲେ, ଆରେ ପୁରୁଣା ସଫେଇକାର ପରି ଅଳସୁଆ ହୁଅ ନାହିଁ, ନହେଲେ ଏଠାରେ ଅଧିକ ଦିନ ରହିପାରିବ ନାହିଁ। ତାଙ୍କ କଥାରେ ଆଖପାଖରେ ଥିବା କିଛି କର୍ମଚାରୀ ହସିଲେ। କେତେକ ଗୁଣୁଗୁଣୁ କରି ଫାଇଲରେ ମୁହଁ ଲୁଚାଇ ଚାଲିଗଲେ। ଏହି ସାଧାରଣ ସଫେଇକାର ବୋଲି ଭାବିଥିବା ବ୍ୟକ୍ତି କାଲି ସେମାନଙ୍କର ଭବିଷ୍ୟତ ନିର୍ଣ୍ଣୟ କରିବ ବୋଲି କେହି ଭାବି ନଥିଲେ। ଅଫିସ୍ କ୍ୟାଣ୍ଟିନ୍ରେ ରୋଜ ପରି ହଟ୍ଟଗୋଳ। କେହି ଜୋରେ ହସୁଛନ୍ତି, କେହି କଫି ମଗ୍ ଧରି ଗଳ୍ପ କରୁଛନ୍ତି। ରାହୁଲ ମାତ୍ର ନୀରବରେ ଝାଡ଼ୁ ଧରି ଗୋଟେ କୋଣରେ ସଫେଇ କରୁଥିଲେ। ତାଙ୍କ ଆଖି ମାଟିରେ, କିନ୍ତୁ କାନ ସବୁ କଥା ଶୁଣୁଥିଲା। ହଠାତ୍ ଜଣେ ଯୁବତୀ ଜୋରେ ହସି ରାହୁଲଙ୍କୁ ଦେଖାଇ କହିଲେ, ଆରେ ଏହି ନୂଆ ସଫେଇକାରକୁ ଦେଖ, ଗାଁ ଲୋକ ପରି ଲାଗୁଛି। ଜୀବନରେ ପ୍ରଥମେ ବଡ଼ ଅଫିସକୁ ଆସିଥିବା ପରି ତାଙ୍କ ପାଖରେ ବସିଥିବା ଆଉ ଜଣେ ତୁରନ୍ତ କହିଲେ, ହଁ, ଲିକ୍ତ ବଟନ୍ ମଧ୍ୟ ଦବାଇବାକୁ ଜଣାନାହିଁ ବୋଧେ। ସେମାନଙ୍କ ସାଙ୍ଗରେ ବସିଥିବା ଆଉ ଜଣେ କର୍ମଚାରୀ, କାଲି ଆଉ ଆମ ପାଖରେ କ୍ୟାଣ୍ଟିନ୍ରେ ଖାଦ୍ୟ ମାଗିବ ନାହିଁ ବୋଲି ଅପମାନ ବଢ଼ାଇଲେ। ସମସ୍ତେ ଏକା ସାଙ୍ଗରେ ହସିଲେ। ଏହି ପରିବେଶରେ ଘୃଣା ଓ ଅହଙ୍କାରର ଗନ୍ଧ ଛଡ଼ିଲା। କିନ୍ତୁ ରାହୁଲ ମୁଣ୍ଡ ଉଠାଇଲେ ନାହିଁ। ତାଙ୍କ ଓଠରେ ଏକ ଛୋଟ ହସ। ମନରେ ପ୍ରତ୍ୟେକ ମୁହଁକୁ ମନେ ରଖୁଥିଲେ। ଏହି ମୁହୂର୍ତ୍ତଗୁଡ଼ିକ ହିଁ ପ୍ରକୃତ ପରୀକ୍ଷା ବୋଲି ତାଙ୍କୁ ଜଣାଥିଲା। ମଣିଷର ସ୍ୱଭାବ ପ୍ରକାଶ ପାଉଥିବା ମୁହୂର୍ତ୍ତ। କିଛି ସମୟ ପରେ ସମସ୍ତେ ହସ ଓ କଫି ମଗ୍ ସାରି କ୍ୟାଣ୍ଟିନ୍ରୁ ଚାଲିଗଲେ। ରାହୁଲ ତଥାପି ସଫେଇ କରୁଥିଲେ। ତାଙ୍କ ଭିତରେ କେଉଁଠି ରାଗ ଜଳୁଥିଲା, କିନ୍ତୁ ମନକୁ ଶାନ୍ତ କରିଥିଲେ। ଗୋଟେ କ୍ଷଣ ଭାବୁକ ହେଲେ ତାଙ୍କ ଯୋଜନା ସବୁ ଗୋଳମାଳ ହୋଇଯିବ ବୋଲି ତାଙ୍କୁ ଜଣାଥିଲା। ଧୈର୍ଯ୍ୟ ଓ ବୁଦ୍ଧିମାନ ଭାବେ ଆଗକୁ ବଢ଼ିବାକୁ ହେବ। ସଞ୍ଜରେ ଅଫିସ୍ ବାହାରେ
ଏକ ଦାମୀ କାର ଠିଆ ହେଲା। ରାହୁଲ ଦୂରରୁ ଦେଖିଲେ ପ୍ରୀତି ଖୁନ୍ରେ କଥା ହେଉଛନ୍ତି ଓ କାରରେ ଚଢୁଛନ୍ତି। ତାଙ୍କ ମୁହଁରେ ଅହଙ୍କାର ଓ ଆଡମ୍ବର ସ୍ପଷ୍ଟ ଦେଖାଯାଉଥିଲା। ତାଙ୍କ ଖୁନ୍ରେ କହିଥିବା କଥା ରାହୁଲଙ୍କ କାନରେ ପଡ଼ିଲା, ହାଇ ହନି, ଆଜି ରାତିରେ ମୋତେ କୌଣସି 5 ତାରା ରେଷ୍ଟୁରାଣ୍ଟକୁ ନେଇଯା, ଶସ୍ତା କାଫେକୁ ମୁଁ ଯିବି ନାହିଁ। ରାହୁଲ ଏହି ଦୃଶ୍ୟକୁ ଗୋଟେ କ୍ଷଣ ଦେଖିଲେ, ତାପରେ ଆଖି ଫେରାଇ ନେଲେ। ତାଙ୍କ ମନରେ ଗୋଟେ ଚିନ୍ତା, ଏହି ଅହଙ୍କାର ଅଧିକ ଦିନ ଚାଲିବ ନାହିଁ। କ୍ଷମତା ଓ ପଦବୀ ସବୁବେଳେ ଜଣଙ୍କୁ ରକ୍ଷା କରେ ନାହିଁ, ଦିନେ ସତ ବାହାରିବ। ରାହୁଲ ନୀରବରେ ଅଫିସରୁ ବାହାରକୁ ଚାଲିଲେ। ସଞ୍ଜର ଥଣ୍ଡା ପବନ ତାଙ୍କ କ୍ଳାନ୍ତ ଶରୀରକୁ ଛୁଇଁଲା, କିନ୍ତୁ ତାଙ୍କ ଆଖିରେ ଏକ ଦୃଢ଼ ସଂକଳ୍ପ ଚମକୁଥିଲା। ଏହା ଏକ ବଡ଼ ଖେଳର ଆରମ୍ଭ। ପ୍ରତ୍ୟେକ ମିଛ, ପ୍ରତ୍ୟେକ ଅହଙ୍କାର, ପ୍ରତ୍ୟେକ ଅନ୍ୟାୟ ପ୍ରକାଶ ପାଇବ। ଅଫିସ ମାଟି ତଥାପି ଓଦା ଥିଲା। ହଠାତ୍ ପ୍ରୀତିଙ୍କ କଠୋର ସ୍ୱର ଗର୍ଜିଲା, ଏହି ସଖେଇ ତୁ କରିଛୁ। ମାଟି ତଥାପି ଓଦା ଅଛି। କେହି ଖସି ପଡ଼ିଲେ ତୁମ ମୁଣ୍ଡରେ କିଛି ନାହିଁ କି? ରାହୁଲ ମୁଣ୍ଡ ନୁଆଇ ଆଉଥରେ ମାଟି ସଫା କରିବାକୁ ଆରମ୍ଭ କଲେ। ଚାରିପାଖରେ ଠିଆ ହୋଇଥିବା କର୍ମଚାରୀମାନେ ପରସ୍ପରକୁ ଚାହିଁଲେ। କେତେକଙ୍କ ମନରେ ଟିକେ ଦୟା ଜନ୍ମିଲା, କିନ୍ତୁ କେହି ମୁହଁ ଖୋଲିଲେ ନାହିଁ। ପ୍ରୀତିଙ୍କ ସାଙ୍ଗରେ ବାଦବିବାଦ କଲେ। ନିଜର ଚାକିରି ବିପଦରେ ପଡ଼ିବ ବୋଲି ସମସ୍ତେ ଜାଣିଥିଲେ। ଏହି ଦିନଗୁଡ଼ିକରେ ରାହୁଲଙ୍କୁ ବିଜୟ ନାମକ ଜଣେ ପୁରୁଣା ସଖେଇ କର୍ମଚାରୀଙ୍କ ସହ ପରିଚୟ ହେଲା। ବିଜୟ ବର୍ଷ ବର୍ଷ ଧରି କମ୍ପାନୀରେ କାମ କରୁଛନ୍ତି। ସରଳ, ସଚ୍ଚୋଟ ମଣିଷ। କମ୍ କଥା କହନ୍ତି, କିନ୍ତୁ ମନ ବହୁତ ସ୍ୱଚ୍ଛ। ସବୁବେଳେ କଠିନ ପରିଶ୍ରମ କରନ୍ତି, କାହା ସହ ଝଗଡ଼ା କରନ୍ତି ନାହିଁ। କିନ୍ତୁ କର୍ମଚାରୀମାନେ ତାଙ୍କୁ ସବୁବେଳେ ହସ କରନ୍ତି। କେତେକେ ପୁରୁଣା ସଖେଇକାର ବୋଲି ଡାକନ୍ତି, ଆଉ କେତେକେ ତାଙ୍କ ଲୁଗାକୁ ନେଇ ମଜା ଉଡ଼ାନ୍ତି। ତଥାପି ବିଜୟ କିଛି ମନକୁ ନିଅନ୍ତି ନାହିଁ। ରାହୁଲ ବିଜୟଙ୍କଠାରେ ଏକ ବିଶେଷ ଚମକ ଦେଖିଲେ। ଗୋଟେ ଦିନ ତାଙ୍କ ସହ କାମ କରୁଥାଇ ପଚାରିଲେ, ଅଣ୍ଣା, ତୁମେ ଏତେ ବର୍ଷ ଧରି ଏଠାରେ କାମ କରୁଛ, ଏମିତି ଅପମାନରେ ତୁମେ ଦୁଃଖ ପାଉନାହିଁ? ବିଜୟ ହସି କହିଲେ, ସମ୍ମାନ ଉପରୁ ଆସେ ରାହୁଲ। ଆଜି ହସୁଥିବା ଲୋକେ କାଲି ଭୁଲିଯିବେ। କିନ୍ତୁ ଆମେ ଆମ କାମକୁ ସଚ୍ଚୋଟ ଭାବେ କଲେ ମନ ଶାନ୍ତ ରହେ। ଏହି କଥା ରାହୁଲଙ୍କ ହୃଦୟକୁ ଛୁଇଁଲା। ବିଜୟ ଶାରୀରିକ ଭାବେ ଦୁର୍ବଳ ଦେଖାଯାଉଥିଲେ ମଧ୍ୟ ତାଙ୍କ ମନ ଅତି ଶକ୍ତିଶାଳୀ ବୋଲି ସେ ବୁଝିଲେ। ବିଜୟ ତାଙ୍କ ଖାଦ୍ୟ ସବୁବେଳେ ଅନ୍ୟମାନଙ୍କ ସହ ବାଣ୍ଟୁଥିଲେ। ଗୋଟେ ଦିନ ରାହୁଲଙ୍କୁ ତାଙ୍କ ଖାଦ୍ୟର ଅଧା ଦେଇ କହିଲେ, ନେ ବାବୁ, ତୁ ମଧ୍ୟ ଖା। ମୁଁ ଏକା, ମୋ ପାଇଁ ଏହା ଯଥେଷ୍ଟ। ତୁ ଯୁବକ, ତୁମକୁ ଅଧିକ ଶକ୍ତି ଦରକାର। ରାହୁଲଙ୍କ ଆଖିରେ ଛୋଟ ଲୋତକ ଆସିଲା। ମନରେ ଭାବିଲେ, କମ୍ପାନୀରେ କାହାକୁ ପ୍ରଥମେ ନ୍ୟାୟ ମିଳିବା ଦରକାର, ତାହା ବିଜୟଙ୍କୁ। ତାଙ୍କର ଚରିତ୍ରର ଶକ୍ତି ଓ ମନର ନରମତା ରାହୁଲଙ୍କୁ ଆକୃଷ୍ଟ କଲା। ସେହି ମୁହୂର୍ତ୍ତରେ ରାହୁଲ ନିଜ ସହ ପ୍ରତିଜ୍ଞା କଲେ, ଗୋଟେ ଦିନ ବିଜୟଙ୍କ ସହ ଏଠାରେ ବର୍ଷ ବର୍ଷ ଧରି ଲୁଚାଇ ରଖାଯାଇଥିବା ପ୍ରତ୍ୟେକଙ୍କ ଅଧିକାରକୁ ଫେରାଇ ଦେବେ। କିନ୍ତୁ ଏବେ ସମୟ ଆସିନାହିଁ ବୋଲି ତାଙ୍କୁ ଜଣାଥିଲା। ଆହୁରି ବହୁତ ସହିବାକୁ ହେବ। ସଠିକ୍ ସୁଯୋଗ ପାଇଁ ଅପେକ୍ଷା କରିବାକୁ ହେବ। ଗୋଟେ ଦିନ ମଧ୍ୟାହ୍ନରେ କମ୍ପାନୀର କୋଅପରେଟିଭ ସୋସାଇଟି କୋଠରୀରେ କିଛି ଟଙ୍କା ଚୋରି ହୋଇଥିବା ଖବର ଆସିଲା। ଅଫିସରେ ହଠାତ୍ ହଟ୍ଟଗୋଳ ଆରମ୍ଭ ହେଲା। ସମସ୍ତେ ନିଜ ଡେସ୍କ ଛାଡ଼ି ଆଲୋଚନାରେ ବୁଡ଼ିଗଲେ। କେତେକେ କହିଲେ, ବୋଧେ କାଗଜରେ ହିସାବରେ ଭୁଲ ହୋଇଥାଇପାରେ। ଆଉ କେତେକେ, ଏହା ନିଶ୍ଚିତ ଭିତରୁ କାହାର କାମ ବୋଲି ଗୁଣୁଗୁଣୁ କଲେ। ସେହି ସମୟରେ ପ୍ରୀତି ତୀବ୍ର ବେଗରେ ହଲ୍କୁ ପଶିଲେ। ତାଙ୍କ ହାତରେ କିଛି କାଗଜ, ମୁହଁରେ ରାଗର ଚିହ୍ନ। ସମସ୍ତଙ୍କ ଆଗରେ ଜୋରେ ଚିତ୍କାର କଲେ, ଟଙ୍କା କିଏ ଚୋରି କଲା ମୋତେ ଜଣା। ଏହା ବିଜୟର କାମ। ବିଜୟ ସେହି ସମୟରେ ପାଣିର ଗ୍ୟାଲନ ନେଇ କୋଠରୀକୁ ଆସିଥିଲେ। ଆଶ୍ଚର୍ଯ୍ୟରେ ପ୍ରୀତିଙ୍କୁ ଚାହିଁଲେ। ତାଙ୍କ ଗଳା ଥରିଲା। ମାଡାମ, ମୁଁ କିଛି କରିନାହିଁ। ମୁଁ କେବଳ ପାଣି ଗ୍ୟାଲନ ରଖିବାକୁ ଆସିଛି। ଟଙ୍କା ବାକ୍ସକୁ ଛୁଇଁ ନାହିଁ। କିନ୍ତୁ ପ୍ରୀତି ତାଙ୍କ କଥାକୁ ଗଣନା କଲେ ନାହିଁ। ସମସ୍ତଙ୍କ ଆଗରେ
କଠୋର ଭାବେ ଗାଳିଦେଲେ। ଚୁପ୍, ତୁମ ପରି ଲୋକେ କମ୍ପାନୀକୁ ଖରାପ ନାଁ ଆଣନ୍ତି। ତୁମକୁ ଏଠାରୁ ବାହାର କରିବା ଦରକାର। ଚାରିପାଖରେ ଠିଆ ହୋଇଥିବା କର୍ମଚାରୀମାନେ ନୀରବ। ବିଜୟ ପାଇଁ କେହି ଗୋଟେ କଥା ମଧ୍ୟ କହିଲେ ନାହିଁ। ପ୍ରୀତିଙ୍କ ସହ ବାଦବିବାଦ କଲେ ନିଜର ଚାକିରି ହଜିଯିବ ବୋଲି ସମସ୍ତେ ଜାଣିଥିଲେ। HR ବିଭାଗକୁ ତୁରନ୍ତ ଖବର ଗଲା। ସେମାନେ ବିଜୟଙ୍କୁ କଠୋର ଚେତାବନୀ ଦେଲେ। ବିଜୟଙ୍କ ମୁହଁ ମଳିନ ହୋଇଗଲା। ମୁଣ୍ଡ ନୁଆଇ ନୀରବରେ କୋଠରୀରୁ ବାହାରିଗଲେ। ରାହୁଲ ଏହି ଦୃଶ୍ୟକୁ ଦୂରରୁ ଦେଖିଲେ। ତାଙ୍କ ମନ ଭାଙ୍ଗିଗଲା। ବିଜୟ ନିର୍ଦ୍ଦୋଷ ବୋଲି ତାଙ୍କୁ ଜଣାଥିଲା, କିନ୍ତୁ କେହି ତାଙ୍କ ପାଇଁ ଠିଆ ହେଲେ ନାହିଁ। ଅଫିସ ଖାଲି ହେବା ପରେ ରାହୁଲ ନୀରବରେ ସୁରକ୍ଷା କୋଠରୀକୁ ଗଲେ। ସେଠାରେ କମ୍ପ୍ୟୁଟରରେ CCTV ରେକର୍ଡିଂ ଖୋଲିଲେ। ସ୍କ୍ରିନରେ ସ୍ପଷ୍ଟ ଦେଖାଗଲା ବିଜୟ କୋଠରୀକୁ ଆସି ଗ୍ୟାଲନ ରଖି ତୁରନ୍ତ ଚାଲିଗଲେ। ଟଙ୍କା ବାକ୍ସକୁ ଛୁଇଁଲେ ନାହିଁ। ଏହି ଭିଡିଓ ଦେଖି ରାହୁଲ ଆଶୟରେ ନିଶ୍ୱାସ ଛାଡ଼ିଲେ, କିନ୍ତୁ ସେହି ସମୟରେ ତାଙ୍କ ମନରେ ରାଗ ଜଳିଲା। ଭିଡିଓକୁ କପି କରି ନିଜ ପାଖରେ ସୁରକ୍ଷିତ ରଖିଲେ। ସମୟ ବଦଳୁଛି, ଏହି ଅନ୍ୟାୟ ଆଉ ଅଧିକ ଦିନ ଚାଲିବ ନାହିଁ ବୋଲି ନିଜ ସହ କହିଲେ। ସେହି ରାତି ରାହୁଲଙ୍କ ପାଇଁ ବହୁତ ମୁଖ୍ୟ। ସେ ନିଷ୍ପତ୍ତି ନେଲେ, ଏବେ ସେ କେବଳ ଦେଖାଳି ହୋଇ ରହିବେ ନାହିଁ, ଶୀଘ୍ର ଏହି ବ୍ୟବସ୍ଥାକୁ ବଦଳାଇ ଦେବେ। ପରଦିନ ଅଫିସରେ ଏକ ଅଜଣା ନୀରବତା। କିଛି ବଡ଼ ହେବାକୁ ଯାଉଛି ବୋଲି ସମସ୍ତେ ଜାଣିଥିଲେ। ସେହି ସମୟରେ ଅଫିସ ମୁଖ୍ୟ ଗେଟ୍ ପାଖରେ ଏକ କଳାଦାମୀ କାର୍ ଠିଆ ହେଲା। ସେହି କାର୍ରୁ ଜଣେ ଷ୍ଟାଇଲିଶ ଯୁବକ ଓହ୍ଲାଇଲେ। ଚକଚକ ସୁଟ୍, ଆଖିରେ ସନଗ୍ଲାସ, ମୁହଁରେ ଏକ ବିଶେଷ ଦୃଢ଼ତା। ସମସ୍ତେ ଆଶ୍ଚର୍ଯ୍ୟରେ ଚାହିଁଲେ, କାରଣ ସେହି ଯୁବକ ରାହୁଲ। କିନ୍ତୁ ଏବେ ସେ ତାଙ୍କ ପ୍ରକୃତ ରୂପରେ ଥିଲେ। ଅଫିସ ଗେଟ୍ ପାଖରେ ଠିଆ ହୋଇଥିବା ଗାର୍ଡମାନେ, ଅନ୍ୟ କର୍ମଚାରୀମାନେ ମୁହଁ ଖୋଲି ଚାହିଁ ରହିଲେ। ସେମାନେ ସେହି ସାଧାରଣ ସଖେଇକାରକୁ ଚିହ୍ନି ପାରିଲେ ନାହିଁ। ରାହୁଲ ତାଙ୍କ ବ୍ୟକ୍ତିଗତ ସହାୟକଙ୍କ ସହ ମିଟିଂ ହଲ୍କୁ ଗଲେ। ସେଠାରେ ଏକ ବଡ଼ ମିଟିଂ ପାଇଁ ସମସ୍ତେ ପ୍ରସ୍ତୁତ ହେଉଥିଲେ। ପ୍ରୀତି ବଡ଼ ହସ ସହ ରାହୁଲଙ୍କୁ ସ୍ୱାଗତ କରିବାକୁ ଆଗକୁ ଆସିଲେ। ତାଙ୍କୁ ସେ କିଏ ବୋଲି ଏବେ ମଧ୍ୟ ଜଣାନାହିଁ। ସାର୍, ମୋ ନାଁ ପ୍ରୀତି, ଆସିଷ୍ଟାଣ୍ଟ ମ୍ୟାନେଜର। ଆମେ ଆପଣଙ୍କୁ ସ୍ୱାଗତ କରୁଛୁ, ସେ କହିଲେ। ରାହୁଲ ତାଙ୍କୁ ଚାହିଁ ଧୀରେ ହସିଲେ। ସେହି ହସରେ ଏକ ଲୁକ୍କାୟିତ ବିଦ୍ରୂପ ଥିଲା। ଧନ୍ୟବାଦ ପ୍ରୀତି, ତୁମ ପରିଚୟର ଆବଶ୍ୟକତା ନାହିଁ, ମୋତେ ସବୁ ଜଣା, ସେ କହିଲେ। ପ୍ରୀତି ଆଶ୍ଚର୍ଯ୍ୟରେ ଚାହିଁ ରହିଲେ। ମିଟିଂ ଆରମ୍ଭ ହେଲା। ରାହୁଲ ଏକ ବଡ଼ ସ୍କ୍ରିନ୍ ଅନ୍ କଲେ। ତାପରେ ବିଜୟ ଉପରେ ଚୋରି ଅଭିଯୋଗର ଭିଡିଓ ଚାଲିଲା। ସମସ୍ତେ ଆଶ୍ଚର୍ଯ୍ୟରେ ଚାହିଁଲେ। ବିଜୟ କୋଠରୀକୁ ଆସି ଗ୍ୟାଲନ ରଖି ତୁରନ୍ତ ଚାଲିଗଲେ। ଟଙ୍କା ବାକ୍ସକୁ ଛୁଇଁଲେ ନାହିଁ। ଭିଡିଓ ସରିବା ପରେ ହଲରେ ନୀରବତା। ରାହୁଲ ଗମ୍ଭୀର ଭାବେ କହିଲେ, ଗତ କିଛି ଦିନ ଧରି ମୁଁ ଏଠାରେ ଜଣେ ସାଧାରଣ ମଣିଷ ପଡ଼ିଥିଲି, କିନ୍ତୁ ମୁଁ ଏହି କମ୍ପାନୀର ଭବିଷ୍ୟତ ଦେଖିବାକୁ ଚାହିଁଥିଲି। କିଏ ସଚ୍ଚୋଟ, କିଏ କ୍ଷମତାର ଅହଙ୍କାରରେ ନିଜର ମାନବୀୟତା ଭୁଲିଛନ୍ତି। ମୁଁ ଦେଖିଛି କେତେକେ ନିଜ ଅହଙ୍କାର ଓ ଗର୍ବରେ ଅନ୍ୟମାନଙ୍କୁ କେତେ ଅପମାନ କରୁଛନ୍ତି। ଜଣେ ସଚ୍ଚୋଟ ମଣିଷ ଉପରେ କେମିତି ଅଭିଯୋଗ ଲଦିଲେ। ପ୍ରୀତିଙ୍କ ମୁହଁ ଫିକା ପଡ଼ିଗଲା। ଭୟରେ ଥରୁଥିଲେ। ରାହୁଲ ବିଜୟଙ୍କୁ ଡାକିବାକୁ କହିଲେ। ବିଜୟ ଭୟରେ ହଲ୍କୁ ଆସିଲେ। ତାଙ୍କ ପୁରୁଣା ଲୁଗା, ମୁହଁରେ ଭୟ। ରାହୁଲ ହସି ତାଙ୍କ ପାଖକୁ ଯାଇ, ବିଜୟ ଅନ୍ନା, ଆଜିଠାରୁ ତୁମେ ଏହି କମ୍ପାନୀର ଲଜିଷ୍ଟିକ୍ସ କୋଅର୍ଡିନେଟର। ଏହା ତୁମର ସଚ୍ଚୋଟତା ଓ ପରିଶ୍ରମର ଫଳ। ତୁମେ ଜଣେ ପ୍ରକୃତ ମଣିଷ। ତୁମକୁ ମୋର ସମ୍ମାନ। ବିଜୟଙ୍କ ଆଖିରେ ଲୋତକ ଆସିଲା। ଖୁସି ଓ କୃତଜ୍ଞତାରେ ନୀରବରେ କାନ୍ଦୁଥିଲେ। ରାହୁଲ ସମସ୍ତଙ୍କୁ ଚାହିଁ କହିଲେ, ମାନବୀୟତା ଓ ସଚ୍ଚୋଟତା ନଥିବା ଲୋକଙ୍କୁ ଏହି କମ୍ପାନୀରେ ସ୍ଥାନ ନାହିଁ। ପ୍ରୀତିଙ୍କୁ ଚାକିରିରୁ ବାହାର କରାଗଲା। ପରେ ରାହୁଲ ପ୍ରୀତିଙ୍କୁ ଡାକି କହିଲେ, ଜୀବନ ଏଠାରେ ଶେଷ ହୁଏ ନାହିଁ। ତୁମକୁ ବଦଳିବାର ସୁଯୋଗ ଅଛି। ଅହଙ୍କାର ଅଳ୍ପ ସମୟର ସମ୍ମାନ ଦିଏ, କିନ୍ତୁ ସବୁ କିଛି ହରାଇ ଦିଏ। ଗୋଟେ କାର୍ଡ ଦେଇ କହିଲେ, ଆମ ତାଲିମ ପ୍ରୋଗ୍ରାମରେ ଯୋଗ ଦେଇପାର।
ନୂଆ ଆରମ୍ଭ କରିପାର। ପ୍ରୀତି ନିଜ ଭୁଲ ବୁଝିଲେ। ଆଖିରେ ଲୋତକ ସହ ରାହୁଲଙ୍କୁ ଧନ୍ୟବାଦ ଦେଇ ଚାଲିଗଲେ। ପରଦିନଠାରୁ ଅଫିସ ପରିବେଶ ବଦଳିଗଲା। କର୍ମଚାରୀମାନେ ଏକାଠି କାମ କରିବାକୁ ଆରମ୍ଭ କଲେ। ମଣିଷର ଶ୍ରେଷ୍ଠତା ତାଙ୍କ ପଦବୀ, ଟଙ୍କା କିମ୍ବା ଲୁଗାରେ ନୁହେଁ, ଚରିତ୍ର ଓ ମାନବୀୟତାରେ ଅଛି ବୋଲି ବୁଝିଲେ। କେବେ କାହାକୁ ଛୋଟ ଭାବି ନାହିଁ, କାରଣ କାହା ପଛରେ କେଉଁ ପ୍ରତିଭା କିମ୍ବା ପରିଚୟ ଲୁଚି ରହିଛି କାହାକୁ ଜଣାନାହିଁ। ଏହି କାହାଣୀ ତୁମକୁ ପସନ୍ଦ ହେଲା କି? ଯଦି ହଁ, ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଭୁଲ ନାହିଁ। ପରବର୍ତ୍ତୀ ଭିଡିଓରେ ଦେଖାହେବ।